जय माँ दुर्गा। आज पूर्व थर को आम पढ़ी कौन जोग प्रक्रिया, एथर जाना वियोग प्रक्रिया। वियोग प्रक्रिया बा फेड़ाण ये हूँ प्रक्रियार नाम। ये प्रक्रिया कौन हुए, बड़ संख्यारू सान संख्या को फेड़ा जाए। ये प्रक्रिया को व्यवहार करके आम कौन जान दुईटी संख्या मध्य व्यवधान केते, तापर गोटे संख्या अन्य ठारू केते बड़, तापर गोटे संख्या अन्य ठारू केते सान है। तापर एमती एमती क्वेश्चन सब आसे जे तीन अंक विशिष्ट हो कि 4 अंक विशिष्ट हो, से सब तार बृहत्तम संख्या ठारू से 4 अंक विशिष्ट कि 5 अंक विशिष्ट संख्यार क्षुद्रतम संख्या हो कि बृहत्तम संख्या केते बेसी ये सब सब जानापी आम फेड़ाण को। अच्छा, फेड़ाण उद्देश्य हूँ व्यवधान माप करके कहवा, व्यवधान आमको चढ़ेगा। जमती धर जो 1 अच्छी तापर 5, 1 ରୁ 5 भितर केते व्यवधान सेटा आमको फेड़ाण द्वारा आम जापर। ता भर किए रही 2 3 4 2 3 4। तो 5 रु जदि आम 1 फेड़ा ताल ये हम 4, पुणी जदि 1 फेड़ा 3, पुणी जदि 1 फेड़ा 2, पुणी 1 फेड़े 1। अच्छा, केमिति आम बुझा। आम जाने जो गणन संख्या सब 1 2 3 4 5 6 7 8 9 10 एमती 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 चलो। अच्छा, या जदि आम उल्टा गणवा, एमती उल्टा गणवा तो से कौन हम 10 9 8 7 6 5 4 3 2 1 है। 10 9 8 7 6 5 4 3 2 1 मु कही जो जोग प्रक्रिया बा संख्या वीडियो रे मु कही जे 1 पर 2 आसे एठी 1 जोग होके आसे, 2 रु 3 आसे एठी 1 जोग होके आसे, 3 रु 4 आसे एठी 1 जोग हो आसे। माने परवर्ती संख्या को आम जो जाऊे 1 जोग हो। सेमती पूर्ववर्ती संख्या जदि आम देखा ताले कौन हम 10 रु 9 को आसला बेलू वियोग 1, 9 रु 8 गले वियोग 1, 8 रु 7 गले वियोग 1, एमती एमती जीव बुझीगला। यही प्रक्रिया यही आमर वियोग प्रक्रिया चले। धर जाओ आमको गोटे क्वेश्चन पचराई जे गोटे झुड़ी रे गोटे झुड़ी कर झुड़ी रे एमती आंब 100टा खंड अच्छे। 100टी आंब अच्छे है। से रमेश कौन कला 50टी आंब काढ़ी नहीं गला। 50टी आंब काढ़ी नहीं गला माने 50टी आंब झुड़ी रू कमी गला। ये कमिबा, कम पड़ीबा, छोट हवा ये सब जगार आम वियोग प्रक्रियार अवस्थिति अच्छी बोली आम जाना। अच्छा, बर्तमान क्वेश्चन टा कौन शुणा 100टी आंब
ରମେଶ ଯଦି 50ଟି ଆମ୍ବ ନେଇଗଲା ତାହେଲେ କେତୋଟି ଆମ୍ବ ରହିଲା? ତାପରେ କେତୋଟି ଆମ୍ବ ରହିଲା ଦେଖିବା। 100ରୁ 50ଟି ଆମ୍ବ ଆମେ ଫେଡ଼ିଦେବା। ଏଇସବୁ କ୍ଷେତ୍ରରେ 100ରୁ 50ଟି ଆମ୍ବ ଫେଡ଼ିବା ବା ଏମିତି ଯେଉଁ କ୍ଷେତ୍ର ରହିଥିବ ଯେ ଏତିକିଟା ଥିଲା ତା ଦେହରୁ ଏତିକିଟା ପଳେଇଲା ତାପରେ କେତେଟା ରହିଲା, ଏସବୁ ଯେଉଁ କ୍ଷେତ୍ର ଅଛି ଏସବୁ ଜାଗାରେ ବିୟୋଗ ପ୍ରକ୍ରିୟା ହିଁ ବ୍ୟବହାର କରାଯାଏ। ମନେ ରଖିବ ପିଲାମାନେ ସବୁବେଳେ ଯେ କୌଣସି ଜାଗାରେ ଦେଖିବ କିଛି କମୁଛି, କେତେ କମ୍ ଅଛି, କେତେ ବେଶୀ ଅଛି। ବେଶୀ ମାନେ ଆମେ ସେଠି କ'ଣ ତାର ବ୍ୟବଧାନ ପଚାରୁଛେ, ୟା ଭିତରେ ଇଏ କେତେ ବ୍ୟବଧାନ, ବୁଝିଗଲା? ତ ଯଦି 100ରୁ 50 ଯାଏ କେମିତି ହେବ? 0ରୁ 0 ଗଲେ 0, ଏଠି 0 ଅଛି, 0ରୁ 5 ଯାଇପାରିବନି। ତ ଏଠି ଗୋଟେ ନିୟମ ଅଛି, ଏକଦଶ ନିୟମ, ସେଟା ଆମେ ପଛରେ ଜାଣିବା। ବର୍ତ୍ତମାନ କରିଦେଉଛି ଏଟାକୁ, ଟିକେ ପରେ ଆମେ ତାକୁ ପୁଣି ପଢ଼ିବା ଷ୍ଟାର୍ଟ କରିବା। ଏଠି ହେଉଛି 100କ ଘର, ଏଠି ହେଉଛି 10କ ଘର। ଏଠୁ ଗୋଟେ 10 ଏକଦଶ ସେ ମାଗି ଆଣିଲା, ଏକଦଶ ମାଗିଲେ ଏଠି ହେଲା 10, 10ରୁ 5 ଗଲେ 5, ତାହେଲେ ଏଠି କେତେ ରହିବ? ଆଉ 50ଟି ଆମ୍ବ, ଆଉ 50ଟି ଆମ୍ବ ରହିବ। ଆଚ୍ଛା, ଯେଉଁ କହିଲି ଏ ଯେଉଁ ଏକଦଶ ମାଗି ଆଣିଲା, ଏକଦଶ ମାଗି ଆଣିଲା, ଏ ଏକଦଶର ମାନେ କ'ଣ ବୁଝିଗଲା? ପିଲାମାନେ ଆମେ ସ୍ଥାନୀୟ ମାନ ଗୋଟେ ଜିନିଷ ଜାଣିଛେ, ସ୍ଥାନୀୟ ମାନ ବୋଲି ଗୋଟେ ଜିନିଷ ଆମେ ଜାଣିଛେ, ୟା ପୂର୍ବରୁ ଆମେ ପଢ଼ିଛେ। ତେଣୁକରି ବର୍ତ୍ତମାନ ସ୍ଥାନୀୟ ମାନ ବିଷୟରେ ଯଦି ମୁଁ ବୁଝିବାକୁ ଚାହେଁ, ଗୋଟେ ସଂଖ୍ୟାଟା ଆମେ ଲେଖିବା 5432 ହେଲା। ତ ଏଇଟା ହେଉଛି 2 ହେଉଛି ଏକକ ଘର, 3 ହେଉଛି 10କ ଘର, 4 ହେଉଛି ଶତକ ଘର, ଆଉ 5 ହେଉଛି 1000 ଘର। ଆମେ ଜାଣିଛେ ଏଇଭଳିଆ ହିଁ ପଢ଼େ। ଏକକ ଘରେ ସବୁ ଏକ ଅଙ୍କ ବିଶିଷ୍ଟ, ଯେତେବେଳେ 10କ ଆଉ ଏକକ ମିଶିକି ଆସିବ 2 ଅଙ୍କ ବିଶିଷ୍ଟ, ଶତକ 10କ ଏକକ ହେଲେ 3 ଅଙ୍କ ବିଶିଷ୍ଟ, 1000 ଶତକ 10କ ଏକକ ମିଶିଲେ ସେ 4 ଅଙ୍କ ବିଶିଷ୍ଟ ସଂଖ୍ୟା ସବୁ ହୁଏ। ଏଠି ସ୍ଥାନୀୟ ମାନର ମାନେ ହେଉଛି, ଏଠି 2 ଏକ ରହିଛି, 5000 432 ଏ ମିଶୁଛି 2 3 4, এটা ମିଶି ମିଶି ଆସିଲା ନା। 0 0 0 2 2 0 0 3 3 0 4 4 ମାନେ 0 ଯୁକ୍ତ 4, 0 ଯୁକ୍ତ 0 ଯୁକ୍ତ 3, ଆଉ 5କୁ 5 ମିଳେ ପଡ଼ିଲା ହେଲା। ଆଚ୍ଛା, ଏଇସବୁ ଜାଗାରେ ଆମେ ଟିକେ ଗୋଟେ ଜିନିଷ ବୁଝିବାକୁ ଚେଷ୍ଟା କରିବା। 5ର ଏହି ସ୍ଥାନରେ, 4 ନମ୍ବର ସ୍ଥାନରେ, ଏ ଯେଉଁ 1 2 3 4 ବୋଲି ଆମେ ଦେଖିଲେ, ଏ ସ୍ଥାନରେ 5ର ମୂଲ୍ୟ କେତେ? 5ର ମୂଲ୍ୟ ହେଉଛି 5000। 5ର ମୂଲ୍ୟ ହେଲା 5000। ଏଇ 5000 ହିଁ ହେଉଛି 5ର ସ୍ଥାନୀୟ ମାନ। 5ର ସ୍ଥାନୀୟ ମାନ ହେଉଛି 5000। 5ର ସ୍ଥାନୀୟ ମାନ କେତେ ହେଲା? 5000, ମାନେ 5ର 1000 ଗୁଣ, 5ର 1000 ଗୁଣ, 5ର 1000 ଗୁଣ ହେଲା 5000। ସେମିତି 432ରୁ 4ର ସ୍ଥାନୀୟ ମାନ, 4ର ସ୍ଥାନୀୟ ମାନ କେତେ ହେବ? 400।
ମାନେ 4ର 100 ବା 100 ଗୁଣ 4ର 100 ଗୁଣ 4 ଗୁଣନ 100 ସମାନ 400 ହେଲା। ତାପରେ 3ର 3ର ସ୍ଥାନୀୟ ମାନ କେତେ ହେଲା? 3ର ସ୍ଥାନୀୟ ମାନ ସମାନ 30, ଯୋଉଟା କି ଆମେ ଏଇଠି ଦେଖିଛେ 30 ମାନେ 3ର 10 ଗୁଣ 3ର 10 ଗୁଣ 3 ଗୁଣ 10 30। ବର୍ତ୍ତମାନ 2 এই ଯେଉଁ 2 ସଂଖ୍ୟାଟି ଅଛି 2ର ସ୍ଥାନୀୟ ମାନ କେତେ? 2ର ସ୍ଥାନୀୟ ମାନ ହେଲା କେବଳ 2 ମାନେ 2ର 1 ଗୁଣ। ଏବେ ବୁଝିଲ ସାଙ୍ଗମାନେ କେମିତି ହେଲା? 2ର 1 ଗୁଣ ଏଠି ଅଛି ଏଇ ସଂଖ୍ୟାରେ, 3ର 10 ଗୁଣ ଏଇ ସଂଖ୍ୟାରେ ଅଛି, 4ର 100 ଗୁଣ ଏଇ ସଂଖ୍ୟାରେ ଅଛି, 5ର 1000 ଗୁଣ ଏଇ ସଂଖ୍ୟାରେ ଅଛି। ଏମାନଙ୍କର ଯେଉଁ ଘର ଥାଏ ମୁଁ ତୁମକୁ ବତେଇଥିଲି ସେ ସଂଖ୍ୟା ଯେତେବେଳେ ତିଆରି ହେଇଥିଲା ସେତେବେଳେ ସଂଖ୍ୟା ଯେତେବେଳେ କେମିତି ତିଆରି ହୁଏ ସେଇଟା ମୁଁ ବତେଇଥିଲି, ସେତେବେଳେ ଦେଖିବ। ତ ଏ କେତେ ହେଲା? 5432 ବୁଝିଗଲା? ସ୍ଥାନୀୟ ମାନ ଏବେ ବୁଝିପାରିଲେ? ଆଚ୍ଛା, ସେଇ ଯେଉଁ ସ୍ଥାନୀୟ ମାନ ଜିନିଷଟା ଯଦି ମୁଁ ଟିକେ ଅଲଗା ପ୍ରକାରରେ କୁହେ, ଯଦି ଟିକେ ଅଲଗା ପ୍ରକାରରେ କୁହେ ହେଲା, ତାହେଲେ କେମିତି ଦେଖିବା? ଗୋଟେ କଥା ଅଛି, 10 ସମାନ 1 ଗୁଣନ 10 କହିପାରିବି? 10 ସମାନ 1 ଗୁଣନ 10, 10 ସମାନ 1 ଗୁଣନ 10 କାହିଁକି କହିଲି ସେଟା ତମେ ବୁଝିପାରୁଛ? 10 ହେଉଛି ଦଶକ ଘରର ସ୍ଥାନୀୟ ମୂଲ୍ୟ, 10 ହେଉଛି ଦଶକ ଘରର ସ୍ଥାନୀୟ ମୂଲ୍ୟ ନୁହେଁ କି? ଏଇଟା ଏକକ ଘର ହେଲେ ଏଇଟା ଦଶକ ଘର ହେଲେ, ଏଇଟା ଏକକ ହେଲେ ଏଇଟା ଦଶକ ହେଲା। ତ 10 ହେଉଛି 10ଟା 1 ମିଶିଲେ 10, ବୁଝିହେଲା? ଏବେ ଦେଖ 1 10 100 1000 ଅୟୁତ ଲକ୍ଷ ନିୟୁତ କୋଟି। ଏବେ ଦେଖ 1 10 100 1000 ଅୟୁତ ଲକ୍ଷ ନିୟୁତ କୋଟି। ଯଦି ଗୋଟେ ଜିନିଷ ଦଶକ ଘରେ ଅଛି ଗୋଟେ ସଂଖ୍ୟା, ତାହେଲେ ସେ ଏକକ ଘର ଠାରୁ ତାର ଗୁଣା କେତେ ଆସିବ? ବା ଏଇ ଘରର ମୂଲ୍ୟ ଏଇ ଘର ଠାରୁ 10 ଗୁଣା କମ୍। ସେମିତି ଦଶକ ଘର 100 ଘର ଠାରୁ କେତେ? 10 ଗୁଣା କମ୍। ସେମିତି 100 1000 ଠାରୁ କେତେ? 10 ଗୁଣା କମ୍। 1000ଟା ଅୟୁତ ଠାରୁ କେତେ? 10 ଗୁଣା କମ୍। ଅୟୁତଟା ଲକ୍ଷ ଠାରୁ 10 ଗୁଣା କମ୍। ଇଏ ବି ଲକ୍ଷଟା ନିୟୁତ ଠାରୁ 10 ଗୁଣା କମ୍। କୋଟି ଠାରୁ ନିୟୁତ 10 ଗୁଣା କମ୍। ଏବେ ବୁଝିପାରିଲ? 10ର ଭାରି ସମ୍ପର୍କ ଅଛି, ୟା ଭିତରେ ଭାରି 10 ସମ୍ପର୍କ ଅଛି। ଟିକେ ମନ ଦେଇକି ଶୁଣୁଥାଅ ଆଉ ବୁଝୁଥାଅ ହେଲା। ଆମେ ସବୁତକ ଘର ଏଠି ଲେଖିଦେଲେ,
ବର୍ତ୍ତମାନ ମୁଁ ଯଦି ଏମିତି କୁହେ, ଯେ 1 10 ସମାନେ 10 1 ବୁଝିଲା। ଆଚ୍ଛା, 1 ଶତକ ସମାନେ ସେଇ ଏକକ ଲେଖିଦେବା, 1 ଶତକ ସମାନେ 10 ଦଶକ, ମାନେ 10ଟା 10 ହେଲେ ଗୋଟେ 100 ହେଉଛି। ସେମିତି 1000 ସମାନେ 10 ଶତକ। ସେମିତି 1 ଅୟୁତ ସମାନେ 10,000। 10ଟା 1000 ହେଲେ ଗୋଟେ ଅୟୁତ ହେବ, 10ଟା 100 ହେଲେ ଗୋଟେ 1000 ହେବ, 10ଟା 10 ହେଲେ ଗୋଟେ 100 ହେଲା, 10ଟା 1 ହେଲେ ଗୋଟେ 10 ହେଲା। ସେମିତି 1 ଲକ୍ଷ ସମାନ 10 ଅୟୁତ ହେଲା। ସେମିତି 1 କୋଟି ସମାନ 10 ଲକ୍ଷ, ସରି 1 କୋଟି 10 1 ନିୟୁତ ସମାନ 10 ଲକ୍ଷ ହେଲା। 1 କୋଟି ସମାନ 10 ନିୟୁତ ହେଲା। ଏଇ ଜିନିଷଟାକୁ ମୁଁ ଚାହିଁବି ସବୁ ପିଲା ଟିକେ ଧ୍ୟାନ ଦେଇକରି ଦେଖିବ ଆଉ ଟିକେ ମନ ରଖିବ। କାହିଁକି କହୁଛି, ଏହାର କାମ ସବୁବେଳେ କୋଉଥିରେ ଆସେ, ଫେଡ଼ାଣ ପ୍ରକ୍ରିୟାରେ ପ୍ରାୟ ବ୍ୟବହାର ହୁଏ। ଆଚ୍ଛା, ଉଦାହରଣ ସ୍ୱରୂପ ଆମେ ବର୍ତ୍ତମାନ ଗୋଟେ ଟିକେ ଉପରକୁ ଯାଇକି ଗୋଟେ ଫେଡ଼ାଣ କରିବା। କେମିତି, 1000 ଅଛି, ତା ଦେହରୁ 98 ଫେଡ଼ିବା, 98 ଫେଡ଼ିବା। ଆଚ୍ଛା, ବିୟୋଗ ପ୍ରକ୍ରିୟାରେ ଯେତେବେଳେ ଏମିତିଆ ସବୁ ବିୟୋଗ ଆସିବ, ଏମିତି ଯେତେବେଳେ ଫେଡ଼ାଣର କ୍ୱେଶ୍ଚିନ୍ ଆସିବ, ସେତେବେଳେ ଗୋଟେ ଜିନିଷ ମନେ ରଖିବ, ଏଠି ଧାରେ ମଗାଯାଏ ହେଲା। ଧାରେ ମଗାଯାଏ। ସେ ଧାର କାଠୁ ମାଗିବ, ବଡ଼ ଠାରୁ ମଗାଯାଏ। ସାନ ପାଖରେ ତ ନଥିବ ନା, ତେଣୁକରି ବଡ଼ ଠାରୁ ମଗାଯାଏ। କେମିତି ହେଲା, ଇଏ ହେଲା ସଭା ସାନ, ତାଠୁ ଟିକେ ବଡ଼ ଇଏ, ତାଠୁ ଟିକେ ବଡ଼ ଇଏ, ତାଠୁ ଟିକେ ବଡ଼ ଇଏ। ବର୍ତ୍ତମାନ ଏ ଘରେ ଯଦି ଦେଖିବି, ଏ ଘରେ କିଛି ଅଛି, 0। ଏ ଘରେ କିଛି ଅଛି, 0। ଏ ଘରେ କିଛି ଅଛି, ହଁ 0। ଏ ଘରେ କିଛି ଅଛି, 1 ଅଛି। କିନ୍ତୁ ଏ 1ର ମୂଲ୍ୟ କେତେ, 1000। ବୁଝିହେଲା। ତାକୁ ଏ ଘର ଏ ଘରକୁ ହିଁ କେବଳ ଧାର ଦେଇପାରିବ। ଏ ଘର ଏ ଘରକୁ ଦେଇପାରିବନି, ଏ ଘର ଏ ଘରକୁ ଦେଇପାରିବନି। ଏ ଘର ତା ପାଖ ଘରକୁ ହିଁ ଦେଇପାରିବ, ମାନେ 1000 ଘର 100 ଘରକୁ ହିଁ ଧାର ଦେଇପାରିବ। କେବେ ବି ଗୋଟେ 1000 ଘର ଗୋଟେ 10 ଘରକୁ କେବେ ବି ଧାର ଦେଇପାରିବନି, କି ଗୋଟେ 1000 ଘର ଗୋଟେ 1 ଘରକୁ ଦେଇପାରିବନି। ସେ ଧାର ଦେଇ ପାଖ ଘରକୁ ହିଁ ଧାର ଦେବ, ଯାହାକୁ କୁହନ୍ତି କ'ଣ, ଆଣିଲା 1 10। ବୁଝିହେଲା, ହାତରେ ଆଣିଲା 1 10। ସେଇ ଜିନିଷଟା ଆମେ ଟିକେ ବୁଝିବା ବର୍ତ୍ତମାନ ହେଲା। ଆଚ୍ଛା, ଏଠି କିଛି ନାହିଁ, କିନ୍ତୁ କୁହାଯାଉଛି ଯେ ଏ ଘରୁ 8 ଫେଡ଼ା ହେବ, ମାନେ ଏକକ ଘରୁ 8 ଫେଡ଼ା ହେବ, ଦଶକ ଘରୁ 9 ଫେଡ଼ା ହେବ ହେଲା। ଶତକ ଘରୁ କିଛି ନାହିଁ, କି 1000 ଘରୁ କିଛି ନାହିଁ।
ତାହେଲେ ଯଦି ୟା ପାଖରେ କିଛି ନାହିଁ ଏ ତା ବଡ଼ ଠାରୁ ମାଗିବ ନା ନାହିଁ। ଆଚ୍ଛା, ଆମେ ଗୋଟେ 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 ଘର ଦେଖି ଦେଖି ଯିବା ହେଲା। ଗୋଟେ ଘର ହେଉଛି ପ୍ରଥମେ ଦେଖିବା ଆମେ ଏକକ ଘର। ଶୁଣ, ଫେଡ଼ାଳଟା ସବୁବେଳେ ଏଇପଟୁ ହୁଏ, ଯେମିତି ମିଶାଣ ହୁଏ ସେଇଭଳିଆ ହିଁ ଫେଡ଼ାଳ ଏମିତି ଏଇ ଡିରେକ୍ସନରେ ହେବ, ମାନେ ଡାହାଣରୁ ବାଁ ଆଡ଼କୁ ହେବ ଫେଡ଼ାଳ। ତେଣୁକରି ପ୍ରଥମେ ଆମେ କାହାକୁ ନେବା ଫେଡ଼ିବା? ଏକକ ଘରକୁ ଫେଡ଼ିବା। ଶୂନରୁ ଯାଇପାରିବ 8? ନା, ଯାଇପାରିବ ନା। ତେଣୁକରି କ'ଣ କରିବ ଶୂନ? ଇଏ ମାଗିବ ଆ ପାଖକୁ ଧାର। ଇଏ ତାକୁ ମନା କରିବନି, କିନ୍ତୁ କହିବ ହଉ ମୁଁ ଦେଉଛି। ପୁଣି ଆଇଲା, ଇଏ ମାଗିଲା ଏ ଘରକୁ ଧାର। ୟା ପାଖରେ କିଛି ନାହିଁ, କିନ୍ତୁ ଇଏ ମନା କରିବନି। ବାସ୍, ଇଏ ଆସିଲା ଏଠିକି ମାଗିବାକୁ ଧାର। ଇଏ କହିଲା ମୋ ପାଖରେ ଗୋଟେ ଅଛି, ମୁଁ ଦେଇ ଦେଉଛି ଗୋଟେ ଧାର। କ'ଣ ଦେଇଦେଲା? କିନ୍ତୁ ଆମେ ଜାଣିଛେ 1000 ଘର ହେଉଛି 10ଟା 100। ଯଦି ବି ଇଏ ତା ହିସାବରେ 1 ଦେଲା, ମାନେ 1000ଟା 1000 ହିସାବରେ 1 ଦେଲା, କିନ୍ତୁ 100 କେତେ ରିସିଭ୍ କରିବ ବା 100 କେତେ ପାଇବ? 10 ପାଇବ। ମାନେ ଯଦି 1000 ଘରୁ 1 ବି ଆସୁଛି ହେଲା, 1000 ଘରୁ 1 ବି ଆସୁଛି, ସେ 100 ଘରକୁ ଆସିଲା ପରେ 10 ହେଇଯିବ। ବୁଝିହେଲା? 10 ସେମିତି କ'ଣ କଲା? ଦେଲା ଆକୁ 1, ତାହେଲେ ୟା ପାଖରେ କେତେ ରହିଗଲା? 9। ଇଏ 10 ଆଣିଥିଲା ନା, 9 ରଖିଲା, 1 ଦେଇଦେଲା। ୟା ପାଖରେ ଇଏ ଯେଉଁ 1 ଦେଲା 100ଟା 10କୁ 1 ଦେଲା 100 ଆସିଲା, ତେଣୁକରି ଏଇଟା 10ଟା 10 ହେଇଗଲା। ଏଇ ଦେଖ, 1 ଶତକ ମାନେ 10 ଦଶକ। ଏଠି କେତେ ହେଲା? 10ଟା 10 ହେଇଗଲା। ଇଏ କ'ଣ କଲା? ତା ପାଖରୁ ଗୋଟେ ଦେଲା ଆକୁ, ତାପରେ ଆ ପାଖରେ 9 ରହିଲା, ୟା ପାଖରେ 9 ରହିଲା। ଇଏ ଯେଉଁଟା ହେଲା, ୟା ପାଖକୁ 10ରୁ 1 ଆସିଲା ପରେ ଏଠି ହେଇଗଲା 10। ଏଠି କେତେ ରହିଲା? 9। ଏଠି କେତେ ରହିଲା? 9। ଏଠି ହେଇଗଲା କେତେ? 0। 1 ଥିଲା, 1 ଦେଇଦେଲା, 0 ହେଇଗଲା। ତ 1 ଦେଇପାରିବ, କେବଳ 1 ହିଁ ଦେଇପାରନ୍ତି ଏମାନେ। ବୁଝିହେଲା? ନିୟମ ହିସାବରେ କେବଳ 1 ହିଁ ଦେଇପାରନ୍ତି। ତେଣୁକରି କ'ଣ ହେଲା? ଆମେ ଦେଖିବା, ଏଇ ଯେଉଁ 100ଟା ଅଛି, 1000ରୁ 100କୁ ଆସିଲା, ତାମାନେ ଏଠି 10 ଆସିଲା। 1000ରୁ 1 ଆସିଲା, କିନ୍ତୁ ସେ 100 ପାଖରେ ହେଇଗଲା 10। 100 କ'ଣ କରିବ? 10କୁ 1 ଦେବ, କିନ୍ତୁ ସେ 10 ପାଖକୁ ଆସିଲେ କେତେ ହେଇଯିବ? 10। ଇଏ କ'ଣ କରିବ? ଏକ ଘରକୁ 1 ଦେଇପାରିବ, କେବଳ 1 ହିଁ ଦେଇପାରିବ। 1 ଦେଲା ପରେ ଯେତେବେଳେ 1 ଦେଇ ଦେଉଛି, ୟା ପାଖରେ କେତେ ହେଉଛି? 10। ବୁଝିହେଲା? ଏଠି 10ରୁ ଫେଡ଼ା ହେବ କେତେ? 8। 10ରୁ 8 ଫେଡ଼ିଲେ କେତେ ହେବ? 2। ଆଚ୍ଛା, ଏଠି କେତେ ଅଛି? 9। ଆରେ ଏଠି 10 ଆଣିଥିଲା ନା, ଏଠୁ 10 ଆଣିଥିଲା, ଏଠୁ ଗୋଟାଏ ଦେଲା ଆକୁ ଗୋଟେ ଦେଲା ପରେ ଆପଣ କେତେ ହେଲା? 9। 9ରୁ 9 ଗଲେ 0। ପୁଣି ଏଠି ରହିଥିଲା କେତେ? 9। 9କୁ 9 ଓହ୍ଲେଇବ। ବୁଝି ହେଲା? 902ରୁ 902 ହେଲା ଆନ୍ସର୍। 902ରେ 98 ମିଶାଇଲେ କେତେ ହେବ? 1000। ଏଇସବୁ ଯେଉଁ କେସ୍ ଅଛି ଦେଖିବା ପିଲାମାନେ, ଏଇ ଯେଉଁ ସବୁ କେସ୍ ଅଛି ଯେଉଁଠିକି ବଡ଼ରୁ ସାନକୁ ଫେଡ଼ାଯାଏ, ଜେନେରାଲି ଆମେ ଜାଣିଛେ ବଡ଼ରୁ ସାନକୁ ହିଁ ଫେଡ଼ାଯାଏ। ଉପରେ ସବୁବେଳେ ବଡ଼ ସଂଖ୍ୟା ଲେଖା ହେବ, ତଳେ ସବୁବେଳେ ଛୋଟ ସଂଖ୍ୟା ଲେଖା ହେବ। ବଡ଼ରୁ ସାନକୁ ଫେଡ଼ାଯାଏ ହେଲା। ତାର ପ୍ରତି ଘର ବି ଦେଖାଯିବ, କୌଣସି ଘରେ ଏଇଭଳିଆ ସିଚୁଏସନ୍ ଥିବ ହେଲା। ଯେମିତିକି ମୁଁ କହିବି, 1 1 1 1, ଏଠି ହେଲା 4 6। ବଡ଼ରୁ ସାନକୁ ସବୁବେଳେ ଫେଡ଼ାଯାଏ। ଯଦି ଗୋଟେ ଜାଗା ବଡ଼ ନାହିଁ, ସେ ଜାଗାରେ କ'ଣ ତାକୁ ବଡ଼ କରାଯାଏ। କେମିତି କରାଯାଏ? ଏପଟୁ 1 10 ଆଣିକିରି, ପୁଣି ୟାକୁ କେମିତି ବଡ଼ କରାଯିବ? ଏପଟୁ 1 10 ଆଣିକିରି, ପୁଣି କେମିତି ଏକା ସାଙ୍ଗରେ ନୁହଁ, ଯେଉଁଠିକି ଦରକାର ପଡ଼ିବ ସେଠି 1 10 ନେବ। ତମେ ବି ଅଛ ସବୁ ପିଲାମାନେ, ମୁଁ ଦେଖିଛି। ସେ କ'ଣ କରିବେ? ମୁଁ କହିଦେଇଛି ତ, ଏଠୁ ଏଠିକି ଆସିବ, ଏଠୁ ଏଠିକି ଆସିବ, ଏଠୁ ଏଠିକି ଆସିବ। ସେ କ'ଣ କରିବ? ସବୁତକ ଏକାଥରେ 1 10। ନା ବାପା,
जदि आ पाखे एक अच्छी सी एक दे पार जदि ए जगह शून्य अच्छी ताले सी ता पूर्व को माग जदि ता पाखे भी शून्य थाए सी ता पूर्व को माग ता पूर्व पाखर एक आसब एठिकी है ता पूर्व पाखर एक आसब एठिकी एठी गला 10 10 रु 1 दे पारिबो तुमको सी एक दे देला पर एठी हैला 10 पुणी से दब एक एठी हैला 10 अच्छा ये जो क्षेत्रटा देख ये जो फेडाटा आम देखा केमती कौन हम 1 रु 6 जापर ना तेणुक एठू मागिले 1 10 या पाखे एक अच्छी ये देदेला एठी केते थिला एक थिला एठू आसला 10 तार समुदाय केते हैला 11 1 10 आसला 10 1 11 हम 11 रु 6 गले 5 एठी एक थिला दे देछि तेणुक एठी केते अछि शून्य ता पूर्व जदि अच्छी संख्या माने ता पूर्व तो एक अच्छी ना तार जो पूर्ववर्ती संख्या बा ता ठुरु बड़ जी अच्छी बड़ घर संख्या से बड़ घर संख्या पाखे एक अच्छी तेणुक सी बर्तमान आपको एक दे पार कहीं ए जगह शून्य अच्छी ए जगह 4 अच्छी 0 रु 4 जापर ना तेणुक से 1 10 माग 1 10 माग सीना ये दब 1 ये देला 1 एठी हैला 10 10 रु 4 गले 6 पुणी एठी शून्य जेहेतु आठू किसी फेड़ियार ना तेणुक से सीधा पड़े आसला शून्य ये केते आसला ये सीधा आसगला 1 ए बुझा पाइला केमती हूँ फेड़ाण एमती प्राक्टिस कले तुम धीरे धीरे बहुत किसी कथा शिखिज बुझीगला यही गोटे कम्प्लिकेसन थाए जे जो बड़ संख्या सान संख्या केमती फेड़ बड़ अंक घर माने घर तो सब सामान रहा एकक घर ही फेड़ा हम दशक घर संख्या ही फेड़ा हम शतक घर संख्या ही फेड़ा हम हजार घर संख्या ही फेड़ा हम बुझीगला शतक दशक एकक जहाँ भी था प्रथम संख्यार सब तलू तले देखा चेष्टा कर प्रथम संख्या धर जो मोर अच्छी 3 4 5 6 द्वितीय संख्याटा धरा जो अच्छी 1 6 0 5 फेड़ा हम एकक घर ही फेड़ा हो पार 6 रु 5 गले दशक घर ही फेड़ा हम 5 रु 0 गले 5 रु किसी जाऊँ अच्छा एठी मु जो कौची 5 यार एक्चुअल मूल्य हूँ 50 50 रु 0 गले 50 एठी अच्छी 51 बुझीपार जिनसा कौन ये भितर भाव तुम सब कितु एठी केते एक्चुअली केते फेड़ा हो 5 10 मैंने 50 5 10 हेल्ले 5 ये 10 घर पुणी 5 ये भी होगला 5 10 5 10 रु 0 10 फेड़ा है रहा 5 10 शतक घर संख्या हूँ 4 4 रु 6 जापर ना तेणुक से कौन कर एठू 1 10 माग ये धार देला 1 जोटा एठी है 10 10 युक्त 4 समान 14 अरे एठी 1 10 आसले 10 4 14 है कि 14 रु 6 गले 8 एठी थला 2 2 रु 1 गले 1 हेगला तुम फेड़ाण हाँ ये आमर फेड़ाण चल कईटा क्वेश्चन गोटे गोटे टाइप क्वेश्चन दे था गोटे गोटे टाइप क्वेश्चन दे था कौन ना 2 अंक विशिष्ट बृहत्तम संख्या ठारू
ତିନି ଅଙ୍କ ବିଶିଷ୍ଟ ক্ষুদ্রতম সংখ্যা কেতে ଆମେ ଜାଣିଛେ 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ 99 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କେତେ 100 ନିୟମ ଗୁଡ଼ାକ ଦେଖିଦେବ ପୂର୍ବ ଭିଡ଼ିଓରେ କେମିତି ବୃହତ୍ତମ ଲେଖାଯାଏ କେମିତି କ୍ଷୁଦ୍ରତମ ଲେଖାଯାଏ। ଆଚ୍ଛା ସେ ଯଦି କହିଛି କେତେ ବଡ଼ ତାମାନେ ଆମେ ତାଠୁ ବ୍ୟବଧାନ ଦେଖିବା ବ୍ୟବଧାନ ହିସାବରେ ସେ ଆଗରୁ ଆମକୁ କହିଦେଇଛି ଇଏ ବଡ଼ ଇଏ 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ବଡ଼ ବୋଲି ଆମେ ଜାଣିଦେଇଛୁ 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଠାରୁ ମାନେ ବୃହତ୍ତମ 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଉଛି 99 ତେଣୁକରି 100 ଫେରାଣ 99 କେତେ ହେବ ଏଠୁ ଆସିଲା 11 ଏଠି ହେଲା 10 ଏଠୁ ଆସିଲା 11 ଏଠି ହେଲା 10 10ରୁ 9 ଗଲେ 1 ଏଠି ରହିଥିଲା 9 9ରୁ 9 ଗଲେ 0 ଏଠି ଥିଲା 1 ଏଠୁ 11 ପଳେଇଲା 0 ବୁଝିହେଲା 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଠାରୁ କେତେ ବଡ଼ 1 ବଡ଼ ଏଇଭଳିଆ କ୍ୱେଶ୍ଚିନ୍ ସବୁ ଆସିବ। ହଉ ଆଜି ପାଇଁ ଏତିକି ରଖୁଛି ପରବର୍ତ୍ତୀ କ୍ଲାସ୍ରେ ଆମେ ଗୁଣନ ପ୍ରକ୍ରିୟା ବିଷୟରେ ବୁଝିବା।